श्री गणेशाय नमः। ओम नमो भगवते वासुदेवाय। जय श्री कृष्ण। ए कली जुगरे अल्पायुष मनुष्यंक पाई केवल भागवत पठन श्रवण ही मुक्तिर एकमात्र आश्रय। भाव भक्तिर सहित श्रवण द्वारा आस्ते आस्ते वैराग्य प्राप्त होई ज्ञान उदय होइथाए। एहाकु भावर सहित नित्य श्रवण करिबा द्वारा परम पद मोक्ष प्राप्त होइथाए। एणु परम शास्त्र भागवत अभ्यास करुथिबा नित्य। नमामि नमामि महा ग्रंथ भागवत कृष्ण रसे रसायनित रसपूर्ण गीत। नमामि नमामि कृष्ण गोविंदाय नमः। उद्धवंकु देल पुण्य भागवत धर्म तत्वपूर्ण अर्थपूर्ण जीवनर वेद। अभ्यास मात्र के कटी जीव अवसाद। परम मंगलमय भागवत बाणी जीव तरी जीव शुणी भवतरंगिणी। नमामि नमामि व्यास विष्णु अवतार जन कल्याण करिल भागवत सार। वेद पुराण रु सर्व सार को साउटी भागवते देई अछ माळ परि गुंथि। नमामि नमामि आहे दास जगन्नाथ प्राकृत छंदे बांधिल श्रीमद्भागवत। नमामि सुत सौनक मैत्रेय विज्ञ नैमिषारण्ये करिल भागवत यज्ञ। नम नम परीक्षित राजसी विज्ञानी भागवत शुणाइले सुख ब्रह्म ज्ञानी। नमामि नमामि ब्रह्मा विष्णु महेश्वर नमामि देवसी नम भक्त विदुर। परम शास्त्र प्राणीक निस्तारण पथ नमामि नमामि शास्त्र श्रीमद्भागवत। भागवत महापुराण एकादश स्कंध 19 अध्याय। वानप्रस्थ जे जति धर्म 19 वर्णन। श्री भगवान वाच बोलन्ति प्रभु भगवान शुण हे भक्त निपुण। जे वानप्रस्थर लक्षण कहिबा तार आचरण। जदि चलिब वनवासे पत्नी निवेशी पुत्र पासे। पुत्र नथिले घेनी संगे निज आयुष तिनि भाग्ये। बने भक्षिब कंदमूल पिंधिब वृक्षर बळकळ। कियबा चर्म तृण पत्रे अखंड नखल मगात्रे। आवर श्मश्रु न छेदिब भूमिरे शयन करिब। अंगद सनन माजिब मन चंचल न करिब। उत्तम पुण्य तीर्थ जले स्नान करिब 3 बेले। पंचनल ग्रीष्म काले
ତାପ ସହିବ ତପ ବଳେ। ବରଷା କାଳେ ବରଷଣ ସହିବ ତହିଁର କଷଣ। ଆକଣ୍ଠ ମଗ୍ନ ଶୀତ ଜଳେ ରାତ୍ରେ ବଞ୍ଚିବ ଶୀତ କାଳେ। ଏମନ୍ତେ ନାନା ଦୁଃଖ ସହି ତପ କରିବ ବନେ ଥାଇ। ଯେ ଅବାସାକ ଫଳ ମୂଳ ବନେ ମିଳିବ ଯେ ବା ଜଳ। ପକବା କରି ଅଗ୍ନିପାକ ଭକ୍ଷିବ ଫଳ ମୂଳ ଶାକ। ପାଷାଣେ କୁଟି କିବା ଦନ୍ତେ ଭକ୍ଷଣ କରିବ ବନସ୍ତେ। ଆପଣା ବୃତ୍ତିର କାରଣେ କର୍ମ ସମ୍ପାଦିବ ଆପଣେ। ଏମନ୍ତେ ଥାଇ ତପବନେ ଦ୍ରବ୍ୟ ଯାଚିବ ଯେବେ ଆନେ। କେବେ ନ ଘେନିବ କରେ ଯେବା ମିଳିବ ବନ ଘୋରେ। ତେଣେ ଜୀବନ ମାତ୍ର ପୋଷି ବନେ ସାଧିବ ଧର୍ମ ରାଶି। ପଶୁ ମାରଣେ କର୍ମ ଯେତେ କେବେ ନ କଳ୍ପିବ ଚିତ୍ତେ। ବେଦ ବଚନେ ଯେ ପ୍ରକାଶ ଇଷ୍ଟି ଦରସ ପୌର୍ଣ୍ଣମାସ। ଅନଳ ହୋତ୍ରେ ଚତୁର୍ମାସେ ମୋତେ ପୂଜିବ ବନବାସେ। ଏ ରୂପେ ତପ କରିବନେ ମୋ ଭାବେ ଭଜି ଅବଧାନେ। ଦେହ ଅନ୍ତରେ ଦିବ୍ୟ ରୂପେ ସେ ବସେ ଋଷିଙ୍କ ସମୀପେ। ଯେତେ କଷ୍ଟେ କରି ତପ କରଇ କାମନା ସଂକଳ୍ପ। ତାଠାରୁ ମୂର୍ଖ କେବା ଜନ ଅଛଇ ଏତେନେ ଭୁବନ। ତପ ସାଧନେ ଘୋର ବନେ ବଞ୍ଚିବ ଦୁଃଖ ସୁଖ ମନେ। ସ୍ୱଭାବେ ବୃଦ୍ଧ ଦେହେ ଆସି ଯେବେ ଜନ୍ମିବ ରୋଗ ରାଶି। ଯୋଗ ଧାରଣା ପରି କଳି ନିଜ ଶରୀରେ ଅଗ୍ନି ଜାଳି। ପଞ୍ଚପରାଣ ନିଜ ପିଣ୍ଡେ ହୋମ କରିବ ଅଗ୍ନି କୁଣ୍ଡେ। ଏମନ୍ତେ ଯୋଗ ଅବଧାରୀ ଅନ୍ତେ ପଶିବ ମୋର ପୁରୀ। ଯେବେ ତା ପୂର୍ବ ଭାଗ୍ୟ ବସେ ବୈରାଗ୍ୟ ଉପୁଜେ ବିଶ୍ୱାସେ। ତାହାକୁ ଇହ ପରଲୋକ ଦିଶଇ ନାନା ଦୁଃଖ ଶୋକ। ତେବେ ସକଳ ତ୍ୟାଗ କରି ସନ୍ନ୍ୟାସ ରୂପେ ଦଣ୍ଡ ଧରି ଗୁରୁ ବଚନ ଦୃଢ଼େ ଧରି ଆଚାର୍ଯ୍ୟ ଭାବେ ପୂଜା କରି ଦକ୍ଷିଣା କରି ସର୍ବଧନ ତୋଷିବ ଆଚାର୍ଯ୍ୟର ମନ। ହୋଇବ ନିରପେକ୍ଷ ମନା ଛାଡ଼ିବ ସଂସାର ବାସନା। ବନେ ପଶିବ ତପ ଅର୍ଥେ ଶୁଣ ଉଦ୍ଧବ ଏକ ଚିତ୍ତେ। ଯେବେ ସନ୍ନ୍ୟାସୀ ତତ୍ତ୍ୱ ଜ୍ଞାନେ ଚିତ୍ତ ନିବେଶି ଶୁଦ୍ଧ ମନେ। ମୋର ଚରଣ ଦୃଢ଼େ ଧରି ଯୋଗ ସାଧିବ ତପ କରି। ତାହାକୁ ଦେବ ଗଣେ ଆସି ଅନେକ ବିଘ୍ନ ପରକାଶୀ। ମୋହିନୀ ବେଶେ ସ୍ତ୍ରୀ ରୂପେ ମିଳନ୍ତି ତାହାର ସମୀପେ। ମାୟାରେ କରି ଅଙ୍ଗ ସଙ୍ଗ ତପ କରନ୍ତି ତାର ଭଙ୍ଗ। ଆମ୍ଭର ସଙ୍ଗ ଛାଡ଼ି ଏକିମ୍ପା ଯିବ ବିଷ୍ଣୁ ଲୋକେ। ଏତେ ବିଚାରି ଦେବ ଗଣେ ବିଘ୍ନ କରନ୍ତି ଅନୁକ୍ଷଣେ। ଯଦ୍ୟପି ସଂସାର ବ୍ୟବହାର
ଲାଜେ ନହିବ ଦିଗମ୍ବର, ତେବେ କୌପିନ ବସ୍ତ୍ର ଧରେ, ତ୍ରିଦଣ୍ଡ କମଣ୍ଡଳୁ କରେ। ଦୃଢ଼େ ସନ୍ନ୍ୟାସ ରୂପ ବହେ, ହେଳେ ସକଳ ପାପ ଦହେ। ଦୃଷ୍ଟି ପବିତ୍ର ପାଦ ନ୍ୟାସ, ବସ୍ତ୍ର ପବିତ୍ର ଜଳ ଗ୍ରାସ। ବାକ୍ୟ ପବିତ୍ର କହି ସତ୍ୟ, ମନ ପବିତ୍ରେ ଥିବ ନିତ୍ୟ। ମୌନ ବ୍ରତ ନିତ୍ୟାଚାର, ଯେ ଧର୍ମ ସନ୍ନ୍ୟାସେ ବ୍ୟବହାର। ଜିଣିବ ବଚନ ପବନ, ଯୋଗ ଅଭ୍ୟାସେ ଜିଣି ମନ। ପ୍ରାଣ ଧାରଣା ଯୋଗ ବଳେ, ବସିବ ଆସନେ ନିଶ୍ଚଳେ। ମନ ପବନ ଇନ୍ଦ୍ରି ଗଣେ, ଯେବେ ସନ୍ନ୍ୟାସୀ ନାହିଁ ଜିଣେ। କେବଳ ଦଣ୍ଡ ଧରି କରେ, ବ୍ୟର୍ଥେ ଭ୍ରମ ଇଏ ସଂସାରେ। ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ, ଭିକ୍ଷା ମାଗିବ ଅବଧାନେ। ନିନ୍ଦିତ ବର୍ଣ୍ଣ ଦୁରାଚାର, ବର୍ଜିବ ପାପିଷ୍ଠ ପାମର। ହେମନ୍ତ ଭିକ୍ଷା ସପ୍ତ ଦ୍ୱାରେ, ମାଗିବ ସତ୍ୟ ଅନୁସାରେ। କର୍ମେ ମିଳିବ ଭିକ୍ଷା ଯେତେ, ଆନନ୍ଦେ ଘେନି ଶୁଦ୍ଧ ଚିତ୍ତେ। ନିର୍ଜନ ନଗରର ପ୍ରାନ୍ତେ, ଆନନ୍ଦେ ବସିବ ଏକାନ୍ତେ। ପିତୃ ଅତିଥି ଦେବଗଣେ, ଭିକ୍ଷା ନିବେଦି ସାଧୁ ମନେ। ଶେଷ ଭୋଜନେ ପ୍ରାଣ ପୋଷି, ହେମନ୍ତେ ଭ୍ରମିବ ସନ୍ନ୍ୟାସୀ। ସଙ୍ଗ ବର୍ଜିତ ସମମତି, ନିରତେ ପରହିତେ ରତି। ଆତ୍ମା ବିଷये ଦୃଢ଼ ଚିତ୍ତ, ଉତ୍ତମ ଉଦାର ଚରିତ। ବିରଳେ କୁଶଳ ଆସନେ, ନିର୍ମଳେ ଅନ୍ତର୍ଗତ ଧ୍ୟାନେ। ଅଭେଦ ଭାବେ ନିତ୍ୟ ଧ୍ୟାଇ, ସର୍ବ ଦେଖିବ ବିଷ୍ଣୁମୟୀ। ଆତ୍ମାର ଗତି ବନ୍ଧ ମୋକ୍ଷ, ସୁଜ୍ଞାନେ ଦେଖିବ ପ୍ରତ୍ୟକ୍ଷ। ମନ ନିବେଶି ସାବଧାନେ, ବୁଝିବ ବନ୍ଧ ମୋକ୍ଷ ଜ୍ଞାନେ। ଭକତି ଭାବେ ସଡ଼ରି, ଜିଣିବ କାମ ଆଦି କରି। ବିଷୟ ସଙ୍ଗକୁ ଉପେକ୍ଷି, ହୋଇବ ଆତ୍ମା ସୁଖେ ସୁଖୀ। ଭିକ୍ଷା କାରଣେ ଗ୍ରାମପୁରେ, ପଶି ମାଗିବ ସପ୍ତ ଦ୍ୱାରେ। ତୀର୍ଥ ପବିତ୍ର ପୁଣ୍ୟ ଦେଶେ, ଗମନ କରିବ ବିଶ୍ୱାସେ। ସୁପୁଣ୍ୟ ନଦ ନଦୀ ତୀରେ, କୂପ ଦୀର୍ଘିକା ସରୋବରେ। ଭ୍ରମିବ କରେ ଦଣ୍ଡ ଧରି, ପିରତି ସର୍ବଭୂତେ କରି। ବିଷୟ ରସ ଭାବ ଯେତେ, କେବେ ହେନ ଚିନ୍ତିବ ଚିତ୍ତେ। ଏ ମାୟାମୟ ତ୍ରିଭୁବନ, ମନେ ନ କରି ବସ୍ତୁ ଜ୍ଞାନ। ଇନ୍ଦ୍ରିୟ ଗୁଣେ ଆସକତ, ନୋହି ଭ୍ରମିବ ଯେ ପଣ୍ଡିତ। ଚିତ୍ତ ସଂଶୟ ଅଭିମାନ, ତେଜି କରିବ ଆତ୍ମଧ୍ୟାନ। ଜ୍ଞାନ ଭକତି ନିଷ୍ଠା ପର, ନିତ୍ୟ ଯେ ବିଶ୍ୱାସ ମୋହର। ସକଳ ଭୂତେ ଅନପେକ୍ଷ, ଜ୍ଞାନ ବୈରାଗ୍ୟ ପଣେ ଦକ୍ଷ। ସର୍ବ ଆଶ୍ରମ ଧର୍ମ ତେଜି, ମୋର ଚରଣ ଦୃଢ଼େ ଭଜି। ପୃଥିବୀ କରି ପର୍ଯ୍ୟଟନ, ଛାଡ଼ିବ ଆଶ୍ରମ ଲକ୍ଷଣ। ନାହିଁ ତାହାର ଅବଶେଷ,
कर्मादि करणे विशेष बालक प्राय संसारे भ्रमई आचार व्यवहारे भले जानई सर्वधर्म जड़ई प्राय करे कर्म अंतरे सर्वधर्म जानी भातुल प्राय कहे बाणी निगम निष्ठा को जानई नियताचार न करई न कहे कर्म वेद मते न पशि पाषण्डक पथे प्राणी की न करई हिंसा तेजई बाद तर्क भाषा न थाई प्रिय पक्षपाते प्राणी भल मंद मते केबे हैं प्राणी चित्ते उद्वेग न देव जुकते बंचिब सर्वलोक हिते उद्वेग नहि कदाचिते कंदले पर अपमाने विवाद न चिंतिब मने पशुक प्राय रिपु भाव केबे हैं कहीं न करिब एकई आत्मा सर्वभूते देह विकार नाना मते चंद्र जैसने शून्य पथे जले दिशई नाना मते अनेक घट जल मध्य जैसने देखी नाना भेदे लाभ लाभे समभाव दुख हरस न करिब अदृष्ट दुख सुख हेतु अदृष्ट बस सर्व जंतु उपाय आहार कारणे चिंतिब शरीर धारणे ए देह थिले ज्ञान पाई जले जे सने चंद्र छाई ज्ञाने सकल पाप नाशे निर्वाण मुक्ति प्रकाशे जे अबा अन्न क्षुधा काले मिलिब पूर्व कर्म फले जे सज्जा किबा वस्त्र लाभ दैबे जे अबा घटिब ताहा संतोषे भोग करी कर्म साधिब देह धरी स्नान शौच आचमन जे नित्य विधिर विधान भाव भाव एक करी साधिब मुनि दंडधारी जे मुनि नित्य दंड धरे से भल मंद न विचारे कर्म करिब इच्छा मते लीला रे ईश्वर जे मनते जे स्वर्गवास सुख भोग अंते दूरित दुख जोग एते विचारी चित्त स्थिरे वैराग्य जन्मे जा शरीरे गुरु चरण सेवा करी तांको वचन सिरे धरी गुरु को विष्णु प्राय मणि सेवा करिब दृढ़े पुणी गुरु वचन धरी चित्ते मोर भक्ति दृढ़ व्रते निश्चय मते आश्रय करी सुखे से तोरे भव बारी जदि सन्यासी जोग बळे षडैरी इंद्र मेळे संसार न पारई जिणी गुरु वचन न प्रमाणी विषय नहे बैराग प्रचंड इंद्री गण बेग अशांति देहे बहे नित्य मिथ्यारंभ दंड हस्ते केवल सन्यासी लक्षण
ତାରେ ହସନ୍ତି ଦେବଗଣ, ସେ ନହେ ଭବ ଜଳୁ ପାର। ଆତ୍ମା ନିନ୍ଦିତ ଦୁରାଚାର, ଉଭୟ ଲୋକ ତାର ନାଶ। ଜନେ କରନ୍ତି ଉପହାସ, କେହି ନ କରେ ତାକୁ ରକ୍ଷା। ବିନାଶ ହେତୁ ତାର ଦୀକ୍ଷା, ଅହିଂସା ସନ୍ନ୍ୟାସ ଲକ୍ଷଣ। କୃଷ୍ଣ କହନ୍ତି ପୁଣ ପୁଣ, ତପସ୍ୟା ବିବେକ ଯେ ଶାନ୍ତି। ବନସ୍ଥ ଜନର ଏ ଗତି, ଗୃହୀର ଇଷ୍ଟି ଜୀବ ରକ୍ଷା। ବ୍ରହ୍ମଚାରୀର ଗୁରୁ ଦୀକ୍ଷା, ତପସ ଉଚ୍ଚମ ଭୋଜନ। ଏ ଆଦି ବ୍ରହ୍ମଚର୍ଯ୍ୟ କର୍ମ, ପତ୍ନୀ ସଙ୍ଗମ ଋତୁ କାଳେ। ଗୃହସ୍ଥ ଧର୍ମ ଏ ଶୟଳେ, ଏ ଚାରି ଭାଗେ ଧର୍ମ ଗୁଣ। କହିଲି ଆଶ୍ରମ ଲକ୍ଷଣ, ଏଣ ସ୍ୱଧର୍ମେ ମୋର ପାଦେ। ଯେ ନର ଭଜେ ଅପ୍ରମାଦେ, ସେ ମତେ ଦେଖେ ସର୍ବଭୂତେ। ଯେ ରୂପେ ଅଛି ମୁଁ ଜଗତେ, ମୋର ଭକତି ବିନୁ ଆନେ। ସେ ନର କିଛି ହିଁ ନ ଜାଣେ, ଦୃଢ଼ ଭକତି ଯୋଗ ବଳେ। ପଶେ ମୋ ଚରଣ କମଳେ, ମୁଁ ବ୍ରହ୍ମ ଉତ୍ପତ୍ତି ପାଳନ। ସଂସାର ପ୍ରଳୟ କାରଣ, ସର୍ବଭୂତଙ୍କ ଆତ୍ମା ମୁହିଁ। ମୋର ଭଜନେ ମୋତେ ପାଇ, ମୋର ଭକତି ବିନୁ ନର। ନୁହଁଇ ଭବ ଜଳୁ ପାର, ଉଦ୍ଧବ ପଚାରିଲୁ ଯେତେ। ଆଶ୍ରମ ଧର୍ମ ଶାସ୍ତ୍ର ମତେ, ତୁ ଏହା ଦୃଢ଼ ଚିତ୍ତେ ଧର। ହସି କହନ୍ତି ଚକ୍ରଧର, ସେ ହରି ଅଭୟ ଚରଣେ। ପାମର ଜଗନ୍ନାଥ ଭଣେ, କେବଳ ଦାସ ଭାବେ ମତି। ଚରଣେ ଶରଣ ମୁନିତି, ପରମ ଗତି ମୁକ୍ତି ଯେହୁ। ତା ବିନୁ ଅନ୍ୟ ଆଶ୍ରା କାହୁଁ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାମ୍ ଏକାଦଶ ସ୍କନ୍ଧେ ଭଗବଦୁଦ୍ଧବ ସମ୍ବାଦେ ଯତି ଧର୍ମ ନିର୍ଣ୍ଣୟ ନାମ ଊନବିଂଶୋऽଧ୍ୟାୟ। ବିଂଶ ଅଧ୍ୟାୟ ଜ୍ଞାନାଦି ତ୍ୟାଗର ଉପାୟ ବର୍ଣ୍ଣନ ବିଂଶତି ଅଧ୍ୟାୟ। ଶ୍ରୀ ଭଗବାନ ବାଚ କହନ୍ତି ପ୍ରଭୁ ଭଗବାନ, ଶୁଣ ହେ ଭକତ ପ୍ରଧାନ। ଯେ ଜନ ଆତ୍ମା ତତ୍ତ୍ୱ ଜ୍ଞାନ, ଅନୁଭବରେ ବିଚକ୍ଷଣ। ବିମଳ ମତି ଧୀର ବାଣୀ, ଜଗତ ମାୟା ମାତ୍ର ଜାଣି। ସେ ଜ୍ଞାନ ଦେଇ ମୋ ଚରଣେ, ଭାବେ ଖଟିବ ଭୃତ୍ୟପଣେ। ମୋତେ ବାଞ୍ଛନ୍ତି ଜ୍ଞାନୀ ଜନ, ମୁଁ ତାଙ୍କ ପ୍ରିୟ ଇଷ୍ଟ ଧନ। ମୋର ଚରଣ ଶ୍ରେଷ୍ଠ ମଣେ, ଜ୍ଞାନ ବିଜ୍ଞାନ ଦୃଢ଼ ମନେ। ଏଣୁ ଜ୍ଞାନୀ ମୋ ପ୍ରିୟତମ, କେହି ନୁହନ୍ତି ତାର ସମ। ସେ ମତେ ଜ୍ଞାନ ବନ୍ଧେ ଧରେ, ସକଳ କର୍ମ ପରିହରେ। ତୀର୍ଥ ଗମନ ଜପ ଦାନ, ଯଜ୍ଞ ଦେବତା ଆରାଧନ। ଏ କୋଟି କୋଟି ବ୍ରତ ଧର୍ମ, ଏ ଆଦି ଯେତେ ପୁଣ୍ୟ କର୍ମ। ନାନା ପ୍ରକାରେ ତପ କରି,
ଜ୍ଞାନ କଳାକୁ ନୁହେଁ ସରି। ଉଦ୍ଧବ ଏହା ବୁଝି ମନେ, ତୁ ମତେ ଭଜ ତତ୍ତ୍ୱ ଜ୍ଞାନେ। ମୋତେ ଭଜିଣ ଖଣ୍ଡ ଭ୍ରମ, ଏବେ ତୁ ଛାଡ଼ ସର୍ବଧର୍ମ। ପୂର୍ବେ ଅଶେଷ ମୁନିଗଣ, ଜ୍ଞାନେ ସେବିଲେ ମୋ ଚରଣ। ସଂଶୟ ଛାଡ଼ି ଶୁଦ୍ଧ ମନେ, ଗମିଲେ ବୈକୁଣ୍ଠ ଭୁବନେ। ଉଦ୍ଧବ ଦେଖ ଏ ସଂସାର, ସ୍ୱଭାବେ ତ୍ରିଗୁଣ ବିକାର। ଏ ସର୍ବ ମାୟା ନାନା ମତେ, ଆଶ୍ରେ ଯେ କରି ଅଛି ତୋତେ। ଏ ମାୟା ପ୍ରଳୟ ନଥାଇ, ପୂର୍ବେ ତା କେହି ନ ଜାଣଇ। ମଧ୍ୟେ ବିଳସେ ନାନା ରୂପେ, ଜଗନ୍ମୋହିନୀ ମାୟା କଳ୍ପେ। ଏଣୁ ଏ ଆଦି ମଧ୍ୟନ୍ତ, କେବଳ ଜାଣ ମାୟା ମାତ୍ର। ଉଦ୍ଧବ କୃଷ୍ଣ ବାକ୍ୟ ଶୁଣି, ଜ୍ଞାନ ମହିମା ପରିମାଣି। ଜ୍ଞାନ ବୈରାଗ୍ୟ କର୍ମ ଯେତେ, ପୁଛିଲା କୃଷ୍ଣ ପାଦ ଗତେ। ଉଦ୍ଧବ ଉବାଚ ହେ ବିଶ୍ବେଶ୍ୱର ନାରାୟଣ, ଅନାଦି ପୁରୁଷ ପୁରାଣ। ତୁ ବିଶ୍ୱରୂପୀ ବିଶ୍ୱଦେହ, ଭକ୍ତି ଲକ୍ଷଣ ମତେ କହ। ବିଶୁଦ୍ଧ ବିଜ୍ଞାନ କାରଣ, ଯାହା ବାଞ୍ଛନ୍ତି ମୁନିଗଣ। ଘୋର ସଂସାରେ ମାୟା ଭ୍ରମେ, ମୋହି ତୃଷିତ ପଥ ଶ୍ରମେ। ତୋର କଥା ମୃତ ମତେ, ପାନ କରାଅ ଶ୍ରୁତି ପଥେ। ତୋ ପାଦ ପଦ୍ମ ଛତ୍ର ପ୍ରାୟେ, ଶୀତଳ ମଧୁ ଧାରା ବହେ। ତୋ ପାଦ ପଦ୍ମ ମୋର ଆଶା, ଭବାବ୍ଧି ତରଣେ ଭରସା। ମୁଁ ମୂଢ଼ ନିଜ ପଥ ହୁଡ଼ି, ସଂସାର କୂପେ ଅଛି ପଡ଼ି। ଏ କାଳ ସର୍ପ ମୋ ଶରୀରେ, କୋପେ ଦଂଶଇ ନିରନ୍ତରେ। ଅଳପ ସୁଖେ ତୃଷ୍ଣା ଘୋର, କେମନ୍ତେ ହୋଇବି ଉଦ୍ଧାର। ତୁ ନାଥ ଶରଣ ସୋଦର, एको कृपारे उद्धर। तोर वचन सुधाधार, बरसा कर शिरे मोर। एमंत भक्त वाक्य शुणी, हसी कहन्ति चक्रपाणी। श्री भगवान वाच शुण भगत सामरथा, जे पूर्वे इतिहास कथा। कुरु पांडव युद्ध अन्ते, एकथा भीष्मर ग्रते। पांडु कुमार युधिष्ठिर, धर्मे से जिणिला समर। ज्ञाति बांधव कुल क्षये, व्याकुल संशय हृदये। पूछिला मोर विद्यमाने, जे प्रश्न भीष्म सन्निधाने। से मुख्य धर्म जहा कही, श्रवणे शुणी अछि मोहि। एवे तो सावधाने शुण, भक्ति वैराग्य
ମୁକ୍ତି ଜ୍ଞାନ ଭୀଷ୍ମ ବଦନ ଅଛି ଶୁଣି ଶୁଣ କହିବା ପରିମାଣୀ ପ୍ରକୃତି ପୁରୁଷ ମହତ ଯେ ଅହଙ୍କାର ପଞ୍ଚଭୂତ ମାତ୍ର ଇନ୍ଦ୍ରିୟ ଏକାଦଶ ତ୍ରିଗୁଣ ଘେନି ଅଷ୍ଟାବିଂଶ ଜଗତ କାରଣ ସମସ୍ତେ ଶାସ୍ତ୍ରେ କହନ୍ତି ନାନା ମତେ ଯେ ସର୍ବତତ୍ତ୍ୱେ ଦେଖେ ମତେ ବିଚାରି ଜାଣିବା ସାକ୍ଷାତେ ସେ ତତ୍ତ୍ୱ ଜ୍ଞାନ ମୋର ମତ ତା ବିନୁ କିଛି ନହେ ସତ୍ୟ ଏ ତତ୍ତ୍ୱ ଜ୍ଞାନ ପୁରାତନ ଜଗତ ଉତ୍ପତ୍ତି କାରଣ ଜନ୍ମ ମରଣ ଏ ଜଗତେ ଦୁଃଖ ସନ୍ତୋଷ ଆଦି ଯେତେ ଆଦ୍ୟନ୍ତ ମଧ୍ୟ ପରିମାଣେ ଏ ସର୍ବ ମିଥ୍ୟା ବୋଲି ଜାଣି ଯାହାକୁ ଆଦି ମଧ୍ୟନ୍ତେ ବିନାଶ ନ ଦେଖି ଜଗତେ ସେ ସତ୍ୟ ଜ୍ଞାନ ତତ୍ତ୍ୱ ଜାଣ ଅଧିକ ମିଥ୍ୟା ପରିମାଣ ନୟନେ ଦେଖି ଶୁଣି କର୍ଣ୍ଣେ ମହତ ବାକ୍ୟେ ଅନୁମାନେ ବିଚାରେ ନୁହେଁ ଯେ ପ୍ରମାଣ ଏଣୁ ଜଗତ ମିଥ୍ୟା ଜାଣ କର୍ମର ଫଳ ଏ ଜଗତ କର୍ମ ସରିଲେ ହୋଏ ହତ ସ୍ଥାବର ବ୍ରହ୍ମ ଲୋକ ଯାଏ କର୍ମ ସରିଲେ ହନ୍ତି କ୍ଷୟେ ଏଣୁ ଅନିତ୍ୟ ପରିମାଣୀ ବିରକ୍ତ ଭାବେ ରହେ ପ୍ରାଣୀ ପୂର୍ବେ ମୁଁ କହିଥିଲି ତୋତେ ଭକ୍ତି ଯୋଗ ହିଁ ଯେ ମନ୍ତେ ଯେ ଭକ୍ତି ମୁକ୍ତିର କାରଣ ପୁଣି କହିବା ବୀର ଶୁଣ ମୋହର କଥା ମୃତବାଣୀ ଶ୍ରଦ୍ଧା ଚିତ୍ତରେ ନିତ୍ୟ ଶୁଣି ବଦନେ କରିବ କୀର୍ତ୍ତନ ସୁସ୍ୱର ଗୀତେ ଅନୁକ୍ଷଣ ମୋର ପୂଜାରେ ଏକମତି କରିବ ନାନା ମତେ ସ୍ତୁତି ଆଦରେ ସେବା ତତପର ସାଷ୍ଟାଙ୍ଗେ କରି ନମସ୍କାର ଆବର ଯେ ମୋର ଭକତ ତାହାର ପୂଜା କର୍ମେ ରତ ମୋତେ ଦେଖିବ ସର୍ବଭୂତେ ନିରତେ ଥିବ ପ୍ରାଣୀ ହିତେ ମୋର କାରଣେ କର୍ମ ଯେତେ ଆଦରେ କରୁଥିବ ନିତେ ମୋର ମହିମା ଯେତେ ଗୁଣ କୀର୍ତ୍ତନ କରୁଥିବ ପୁଣ ଅଧିକ କର୍ମ କରି ଯେତେ ଅନ୍ତରେ ସମର୍ପିବ ମୋତେ ଆଶା ନ କରି କର୍ମ ଫଳେ ଶରଣ ମୋ ପାଦ କମଳେ କର୍ମେ ମିଳିବ ଯେତେ ଭୋଗ ମୋ ପ୍ରୀତି ଅର୍ଥେ ପରିତ୍ୟାଗ
ମୋ ପ୍ରୀତି ଅର୍ଥେ କରି ପୁଣ୍ୟ ଯେ ଅବା ଯଜ୍ଞ ତପଦାନ ଅର୍ପଣ କରି ସର୍ବମତେ ବ୍ରହ୍ମ ଆନନ୍ଦ ମୟ ଚିତ୍ତେ ଦେହ ଜୀବନ ଦେଇ ମତେ ବନ୍ଦିବ ମୋର ପାଦଗତେ ଏ ସର୍ବଭକ୍ତି ଉପାଏ ଯେ ଅବା ସାଧେ ନିଜ ଦେହେ ତାର ଭକ୍ତି ଅପ୍ରମାଦେ ନିଶ୍ଚଳ ହୁଏ ମୋର ପାଦେ ତାର ସାଧନା ସିଦ୍ଧି ଯେତେ ମୋ ତହୁଁ ନାହିଁ ନା ଜଗତେ ଯେ ପ୍ରାଣୀ ମୋହର ଚରଣେ ଦଣ୍ଡେ ନିମିଷେ କିବା କ୍ଷଣେ ମନ ନିଶ୍ଚଳ କରେ ଯେବେ ଜ୍ଞାନ ବୈରାଗ୍ୟ ଲଭେ ତେବେ ମୋ ପାଦ ଭକ୍ତି ବୋଲି ଧର୍ମ ଦେଖାଏ ଆତ୍ମ ତତ୍ତ୍ୱ ଜ୍ଞାନ ହୃଦये ଭକ୍ତି ଉଦୟେ ବୈରାଗ୍ୟ ଜନ୍ମାଏ ବିଷये ଅଣିମାଦି ଅଷ୍ଟନିଧି ନିକଟେ ଥାନ୍ତି ନିରବଧି ଏମନ୍ତ କୃଷ୍ଣ ବାକ୍ୟ ଶୁଣି ଉଦ୍ଧବ ଯୋଡ଼ିବେନି ପାଣି ବୋଲଇ କୃଷ୍ଣ ମୁଖ ଚାହିଁ ଭୋନାଥ ଶୁଣ ଭାବଗ୍ରାହୀ ଉଦ୍ଧବ ଉବାଚ ତୋହର ଅଭୟ ଚରଣେ ମୁହିଁ ପୁଛଇ ଦାସପଣେ ଯମନିୟମ ସମଦମ କେତେ ପ୍ରକାରେ ଯଥାକ୍ରମ ତିତିକ୍ଷା ଧୃତି ତପଦାନ କହ ହେ ପ୍ରଭୁ ଭଗବାନ ସୌର୍ଯ୍ୟରତ ସତ୍ୟ ତ୍ୟାଗ ଧନ ଦକ୍ଷିଣା ଯଜ୍ଞ ଭୋଗ ପୁରୁଷ ମାନଙ୍କର ବଳ କି ଦୟା ଲାଭ ଆଦି ମୂଳ କି ପରା ବିଦ୍ୟା ଲଜ୍ଜା ସିରି କି ଦୁଃଖ ସୁଖ ନରହରି କେ ମୂର୍ଖ କି ରୂପେ ପଣ୍ଡିତ କେ ସାଧୁ ମାର୍ଗ କେ କୁପଥ କାହାକୁ ବୋଲି ସ୍ୱର୍ଗ ଲୋକ କେ ଅବାଟ ନରକ ଧନାଢ଼୍ୟ ଜାଣି ବାକେ ମନ୍ତେ କେ ଦୁଃଖୀ ଦରିଦ୍ର ଜଗତେ କାହାକୁ ବୋଲି ବନ୍ଧୁ ଘର କୃପଣ କେ ଅବାଈଶ୍ୱର ଏ ଆଦି ପଚାରଇ ଯେତେ ଭୋନାଥ କହ ଦୟା ଚିତେ ମୋ ଚିତେ ସଂଶୟ ପ୍ରମାଣ ଏ ପ୍ରଶ୍ନ ପଚାରିଲି ଯେଣୁ କି ଅବା ଘଟେ ବିପରୀତେ ଭୋନାଥ କହ ଦୟା ଚିତେ ପୁରୁଷ ସିଂହ ଚକ୍ରପାଣି ଏମନ୍ତ ଭୃତ୍ୟ ମୁଖ ଶୁଣି ଚିତେ ସକଳ ଅବଧାରୀ କହନ୍ତି ପ୍ରଭୁ ଦଇତ୍ୟାରି ଶ୍ରୀ ଭଗବାନ ବାଚ ଶୁଣ ଉଦ୍ଧବ ତୋ ସଚିତେ
ଯେ ପ୍ରଶ୍ନ ପଚାରିଲୁ ମୋତେ, ବଚନ ମଧ୍ୟେ ସତ୍ୟବାଣୀ, ନିର୍ଲୋଭ ପର ଧନେ ଜାଣି, ଲଜ୍ଜା ସକଳ ସଙ୍ଗ ତ୍ୟାଗ, ଧନ ସଞ୍ଚୟ ବୈରାଗ୍ୟ, ମୌନ ବ୍ରହ୍ମଚର୍ଯ୍ୟ ଗୁଣ, ଶୌର୍ଯ୍ୟ ଆସ୍ତିକ ଲକ୍ଷଣ, ଜୀବେ ଅହିଂସା ଭୟ କ୍ଷମା, ଯମ ଦ୍ୱାଦଶ ମହିମା, ତପ ଜପ ପୂଜା କର୍ମ, ଆଚାର୍ଯ୍ୟ ସେବା ତୀର୍ଥ ଗତି, ଶ୍ରଦ୍ଧା ଯେ ପୂଜିବା ଅତିଥି, ସକଳ ଚେଷ୍ଟା ପରହିତେ, ସନ୍ତୋଷ ଅବଲମ୍ବ ଚିତେ, ନିୟମ ଦ୍ୱାଦଶ ଜାଣ, ଏଣେ ଜୀବର ପରିତ୍ରାଣ, ଯମ ନିୟମ ବେନି ପଥେ, ଯେ ବାଚରେ ଶୁଦ୍ଧ ଚିତେ, ଯମରେ ମୋକ୍ଷ ସଙ୍ଗ ହୋଇ, ନିୟମେ କାମ ନାଲ ଭଇ, ମୋ ଦେହେ ନିଷ୍ଠା ବୁଦ୍ଧି ସମ, ଇନ୍ଦ୍ରିୟ ସଂଯମଟି ଦମ, ଜିହ୍ୱା ଉପସ୍ଥ ଜୟ ଧୃତି, ତିତିକ୍ଷା ସର୍ବ ଦୁଃଖେ ଶାନ୍ତି, ପରକୁ ଦଣ୍ଡ ତ୍ୟାଗ ଦାନ, ତପ ସର୍ବ କାମ ବର୍ଜନ, ନିଜ ସ୍ୱଭାବ ଯେବେ ଜିଣେ, ଶୌର୍ଯ୍ୟ ବୋଲି ତାକୁ ଜାଣି, ସମାନ ଦୃଷ୍ଟି ସର୍ବଭୂତେ, ଏ ସତ୍ୟ ପଦ ମୋର ମତେ, ପ୍ରିୟ ଆବର ସତ୍ୟ ଯେହି, କବି ବୋଲନ୍ତି ରତ ସେହି, ସକଳ କର୍ମ ଫଳ ତ୍ୟାଗ, ଶୌଚ ଲକ୍ଷଣ ସ୍ୱଭାବ, ସଂସାରେ ସନ୍ନ୍ୟାସ ଲକ୍ଷଣ, ଉତ୍ତମ ତ୍ୟାଗ ଏ କାରଣ, ଧନାଢ଼୍ୟ ବୋଲି ଏ ଶୟଳେ, ଯେ ନିତ୍ୟ ଇଷ୍ଟ ଧର୍ମ ପାଳେ, ମୁଁ ଯଜ୍ଞ ରୂପୀ ଋଷିକେଶ, ଦକ୍ଷିଣା ଜ୍ଞାନ ଉପଦେଶ, ସୁଦୃଢ଼େ ପବନ ଧାରଣ, ପରମ ବଳ ଏ ଲକ୍ଷଣ, ଭୋଗମୟୀ ସର୍ଯ୍ୟ ଭାବ, ମୋର ଭକତି ବଡ଼ ଲାଭ, ପ୍ରାଣୀ ବିଷয়ে ଭେଦ ବୁଦ୍ଧି, ନ କରେ ସେ ବିଦ୍ୟା ପ୍ରସିଦ୍ଧି, ନିନ୍ଦିତ କର୍ମେ ଯେ ତରଇ, ଉଦ୍ଧବ ଜାଣ ଲଜ୍ଜା ସେହି, ସକଳ ଭାବେ ଅନପେକ୍ଷ, ଏ ସିରି ଲାଭଟି ପ୍ରତ୍ୟକ୍ଷ, ସମେ ଯେ ଦୁଃଖ ସୁଖମଣି, ସେ ମହାସୁଖୀ ନିତ୍ୟ ଭଣି, ନିରତେ କାମ ଭୋগে ସୁଖୀ, ତାହାକୁ ବୋଲି ମହାଦୁଃଖୀ, ଯେ ଆତ୍ମା ବନ୍ଧ ମୋକ୍ଷ ଜାଣେ, ସେ ପ୍ରାଣୀ ପଣ୍ଡିତ ବଖାଣେ, ଦେହ କଳତ୍ର ବନ୍ଧୁ ଘର,
ମୂର୍ଖ ବୋଲି ଜାଣି ହସି କହନ୍ତି ଚକ୍ରପାଣି। ମୋତେ ଭଜଇ ଯେ ମନ୍ତେ ଉତ୍ତମ ପଥ ସେ ଜଗତେ। ତେଣେ ଚଞ୍ଚଳ ଯାର ଚିତ୍ତ ଉଦ୍ଧବ ଜାଣ ସେ କୁପଥ। ଯଦି ଉଦୟ ସତଗୁଣ ତାହାକୁ ସ୍ୱର୍ଗ ବୋଲି ଜାଣ। ଯାର ଉଦୟ ତମ ଗୁଣ ସେ ପ୍ରାଣୀ ନରକ ଲକ୍ଷଣ। ପ୍ରାଣୀ ପରମ ବନ୍ଧୁ ମୋହି ଗୁରୁଙ୍କ ପ୍ରାୟ ହିତ ବହି। ଉଦ୍ଧବ ଏ ଉତ୍ତମ ଘର ଅଟେ ମନୁଷ୍ୟ କଳେବର। ମୋ ସର୍ବଗୁଣେ ଯାର ମନ ତାର ସମୀପେ ସର୍ବଧନ। ମୋ ଭାବେ ଚିତ୍ତ ଯାର ନାହିଁ ସଂସାରେ ଦରିଦ୍ରଟେ ସେହି। ଅଜିତ ଇନ୍ଦ୍ରିୟ ଯାହାର ସଂସାରେ କୃପଣ ସେ ନର। ତ୍ରିଗୁଣ ସଙ୍ଗ ଯାର ନାହିଁ ଉଦ୍ଧବ ଈଶ୍ୱରଟି ସେହି। ଯେ ପ୍ରଶ୍ନ କଲୁ ବୀର ତୁହି କହିଲି ବୁଝ ମନ ଦେଇ। ଅଧିକ ବିଶେଷ ବର୍ଣ୍ଣନ ପ୍ରସ୍ତାବେ ନାହିଁ ପ୍ରୟୋଜନ। ସକଳ ଭାବେ ଗୁଣ ଦୋଷ ଉଦ୍ଧବ ଦେଖି ବାଟି ଦୋଷ। ଗୁଣ ଦୋଷ ହିଁ ନ ଦେଖଇ ଉଦ୍ଧବ ଗୁଣ ସେ ବୋলাই। ବୋଲଇ ଦାସ ଜଗନ୍ନାଥ ଶ୍ରୀ ଏକାଦଶେ ଭାଗବତ। ଉଦ୍ଧବ ପୁଛିଲେ ଯେ ମନ୍ତ ଅଚ୍ୟୁତ କହିଲେ ते ମନ୍ତ। ଇତି ଶ୍ରୀମଦ୍ଭାଗବତେ महापुराणे पारमहंस्यां संहितायां एकादश स्कन्धे भगवदुद्धव संवादे श्रेयोभेद निर्णय नाम 20 अध्याय। 21 अध्याय भक्ति ज्ञान कर्म जोगे जे अधिकारी जेउ मार्गे तहिरे जेवा गुण दोष विचार अध्याय 21। उद्धव कृष्ण मुख चाहे बोलोई सिरे कर देई। उद्धव वाच भोनाथ वेद तर बाणी विधि निषेध मार्गे भणी। सर्व विषय सर्व भेद कहई गुण दोष बाद। स्वर्ग नरक बेनी मार्ग विधि निषेध कर्म भोग। कर्म साधिले बेनी मते अन्ते गमन यथा पथे। जे मार्गे गुण दोष सार तेणे कि तुटई संसार। एवेद जगत ईश्वर संसार चक्र मूलाधार। एवेद सर्वभूत आखि बाह्य अंतरे कर्म साक्षी। नासई गुण दोष भेद ए बिना काहि मुख्य पद। तो मुख पूर्वे मोहि शुणी ए कथा मने परिमाणी। संशय हेला मोर चित्ते एणु मु पचारई तोते।
हेमंत उद्धव वचन शुणी कहन्ति भगवान। श्री भगवान उवाच उद्धव एक मने शुण जे जगत्रय लोकत्राण ज्ञान कर्म भक्ति घेनी हेमंत जोग मार्ग तीनी एतिनी पथ अन्य पथे उपाय न देखी जगते एकथा शुण मन देई उत्तम शिष्य हा कही एतिनी जोग तोर आगे शुण कहिबा भेद भावे कर्मर फल त्याग करी विष्णुर भाव चित्ते धरी दिन बंचई दृढ़ भावे से अधिकारी ज्ञान जोगे जार कर्म भोग चित्ते निवर्तन है कदाचिते ताहार कर्म जोग सार वेद विहित जेबे भार ताहाकु बोली कर्म जोगी से कर्म जोगे सुख भोगी विषय रस थाई चित्ते वैराग्य संभवे किंचिते मो नाम श्रवण कीर्तने श्रद्धाउ पूजे जार मने से भक्ति जोगे अधिकारी केबे हेनु हई संसारी मुताकु हुई सदय ताहार सुबुद्धि उदय सकल सिद्धि से साधई ताहार कर्म बंध नाही जावत ज्ञान नहे चित्ते कर्म साधिब लोक मते मोर अमृत कथा काने श्रद्धा न हई जेते दिने तावत वेद अधिकारे कर्म करिब ए शरीरे एतिनी जोग विरतोते कहिली स्वकर्म उचिते स्वधर्म भावे जगते यज्ञादि कर्म करे जेते से कर्म फल आशा तेजे केवल मो चरण भजे उद्धव रहे से निश्चिंते नगमे दुख सुख पथे स्वर्ग संपदे इच्छा नाही नरके पड़ी बसे काहीं मो भावे रहे से निश्चिंत विकर्मे न भ्रमेता चित्त मोहि बसई तार अंगे सकल सिद्धि थांति संगे उद्धव चित्ते अनुमान एम विशुद्ध तत्व ज्ञान ज्ञानरु भक्ति उदय एणु ए धन्य नर देह एणु जे स्वर्गवासी जने नित्य चिंतन्ति दुख मने भारत भूमि मध्य जाई मनुष्य देह आंभे पाई भक्ति ज्ञाने अनुक्षणे भजिबु कृष्णर चरणे नरकवासी एहि मते नित्य चिंतन्ति हृदगते दुर्लभ मनुष्य शरीर नरक निस्तारण द्वार आंभे पाइबु ताहा काहीं पूर्वे अर्जिला पुण्य नाही एमंते स्वर्गे नरके थाई नित्य चिंतन्ति चित्ते ध्याई कर्म साधना नाही तही एणु बांछन्ति नर देही मनुष्य साधि कर्म जोग स्वर्ग नरक बेनि भोग ए बोल बुझी बुद्ध जाने
ଏବେନି ଦେଖନ୍ତି ସମାନେ। ସଂସାର ଈଶ୍ୱରର ମାୟା ଚିତ୍ତେ ଚିନ୍ତନ୍ତି ନିତ୍ୟେହା। ସ୍ୱର୍ଗ ନରକ ବେନି ପଥେ କେବେ ହେନ କଳ୍ପନ୍ତି ଚିତ୍ତେ। ମନୁଷ୍ୟ ଦେହେ ମୂଢ଼ ନରେ ଅଜ୍ଞାନେ ଭ୍ରମନ୍ତି ସଂସାରେ। ଯେ ଦୁର୍ଲଭ ଦେହ ବହି ଆତ୍ମାର ଗତି ନ ଜାଣଇ। ବିଷୟର ସେ କରେ ଆସ ଏ ଦେହେ ପ୍ରୟୋଜନ କିସ। ଯେ ଦେହ ନରକେ ନିପାତେ ତାହା ନ ଇଛି କଦାଚିତେ। ଏଣୁ ଏ ନର ଦେହ ପାଇ ଯାବତ ମୃତ୍ୟୁ ନ ଘଟଇ। ତାବତ ଜ୍ଞାନ ବୈରାଗ୍ୟେ ମୋର ଭକତି ଯୋଗ ମାର୍ଗେ। ମରଣ ମୁଖ ବେଗେ ତର ମନୁଷ୍ୟ ଦେହ ନହେ ଚିର। ଏ ଦେହ ସର୍ବସିଦ୍ଧି ହେତୁ ସଂସାର ସିନ୍ଧୁ ପାର ସେତୁ। ଏ ଦେହ ବୃକ୍ଷେ ହଂସ ବସେ ଅଜ୍ଞାନେ ଫଳ ଲୋଭ ଆସେ। ବୃକ୍ଷ ଆବରି ଯମଦୂତେ ଅମୋଘ ଖଡ୍ଗ ଧରି ହସ୍ତେ। ରାତ୍ର ଦିବସ କାଟି ବଳେ ବୃକ୍ଷ ଉପାଡ଼ନ୍ତି ସମୂଳେ। ଏଣୁ ଏ ବୃକ୍ଷେ ହଂସ ପକ୍ଷୀ ଯମ କିଙ୍କର ଘାତ ଲକ୍ଷୀ। ଏ ଫଳ ଲୋଭ ଛାଡ଼ି ମନେ ସୁଜ୍ଞାନେ ରହେ ନିଜ ସ୍ଥାନେ। ରାତ୍ର ଦିବସ କାଳ ଦୂତେ ଆୟୁଷ ହରନ୍ତି ନିରତେ। ଏ ବୋଲ ବୁଝି ବୁଦ୍ଧ ନରେ ଆକୁଳେ କମ୍ପନ୍ତି ଅନ୍ତରେ। ଏ ଦେହ ଧର୍ମ ଦୂର କରି ସକଳ ଚେଷ୍ଟା ପରିହରି। ଶାନ୍ତି ସମାଧି ପୂର୍ଣ୍ଣ ଜ୍ଞାନେ ଥାନ୍ତି ନିର୍ଗୁଣ ଆତ୍ମ ଧ୍ୟାନେ। ସର୍ବ ଶରୀର ମଧ୍ୟେ ସାର ଦୁର୍ଲଭ ନର କଳେବର। ସୁଲଭ ନାବ ରୂପେ ଘାଟେ ବନ୍ଧନ ଭବ ସିନ୍ଧୁ ତଟେ। ଏ ନାବେ ଗୁରୁ କର୍ଣ୍ଣଧାର ମୁହିଁ ଅନୁକୂଳ ସମୀର। ଏ ମନ୍ତ ନାବ ଥାଉ କୂଳେ ଯେବାନ ତରେ ଭବ ଜଳେ। ସେ ନରହୀନ ମୂଢ଼ ମତି ତାହାକୁ ବୋଲି ଆତ୍ମଘାତୀ। ସଂସାର କୂପେ ସେ ପତିତ ଦୁର୍ଲଭ ଦେହେ ସେ ବଞ୍ଚିତ। ଏଣୁ ନିବୃତ୍ତ ଚିତ୍ତେ ଯୋଗୀ ସର୍ବ ଆରମ୍ଭ ପରିତ୍ୟାଗୀ। ଅଭ୍ୟାସ ବଳେ ଅନ୍ତର୍ଗତେ ମନ ରୁନ୍ଧିବ ଦୃଢ଼ ଚିତ୍ତେ। ଏ ମନ ସ୍ୱଭାବେ ଚଞ୍ଚଳ କେବେ ହେନୁ ହୋଇ ନିଶ୍ଚଳ। ପବନ ଗତି ଅନୁରୋଧେ ସମେ ସାଧନ ଦୃଢ଼ ବନ୍ଧେ। ପବନ ଦ୍ୱାରେ ମନ ଥୋଇ ଆସନ ଦୃଢ଼ ବନ୍ଧେ ଦେଇ। ଅଭ୍ୟାସେ ବଶ ହନ୍ତି ତାର ପ୍ରାଣ ଇନ୍ଦ୍ରିୟ ଅହଙ୍କାର। ଚଞ୍ଚଳ ମନ ଏଣେ ଧରି ସାଧିବ ସତ୍ତ୍ୱ ଗୁଣେ ଭରି। ପରମ ଯୋଗ ଏ ସାଧନ ଅଭ୍ୟାସେ ମନ ନିରୋଧନ। ଚଞ୍ଚଳ ତୁରଙ୍ଗମ ଯେନେ କ୍ରମେ ସୁସାଧ୍ୟ ଦିନେ ଦିନେ। ଅଳପ ଅଳପ ଅଭ୍ୟାସେ ମନ ପବନ ସାଧିବ ସେ। ନିରତେ ତତ୍ତ୍ୱେ ଦେହ ବହି ସଂସାରେ ସାକ୍ଷୀ ପ୍ରାୟ ହୋଇ। ଦେଖଇ ଜନ୍ତୁଙ୍କ ମରଣ ଭବସାଗରେ ସଞ୍ଚରଣ।
ପ୍ରସନ୍ନ ହୋଏ ଯେବେ ମନ ଅସତ୍ୟ ଦେଖେ ତ୍ରିଭୁବନ। ଗୁରୁ ବଚନେ ଚିତ୍ତ ସ୍ଥିର ବୈରାଗ୍ୟ ବିଷୟ ତାହାର। ନିରତେ ହୋଇ ସ୍ଥିର ମନା କ୍ରମେ ସେ ଖଣ୍ଡେ ଦୁର୍ବାସନା। ସଂକଳ୍ପ ତୁଟେ ନିରବଧି ଜମାଦି ଯୋଗ ପଥ ସାଧି। ମନକୁ ତତ୍ତ୍ୱ ଜ୍ଞାନେ ଆଣି ଭକତି ଯୋଗ ପରିମାଣି। ମୋରୂପ କରି ଉପାସନା କୀର୍ତ୍ତନ ଅର୍ଚ୍ଚନ ବନ୍ଦନା। ମନ ସଂଯମ କରି ହୃଦେ ନିଶ୍ଚଳେ ଦେଇ ମୋର ପାଦେ। ଆନନ୍ଦେ ଭ୍ରମଇ ଶୟଳେ ଯେବେ ସେ ଦୁଷ୍ଟ ସଙ୍ଗ ମେଳେ। ନିନ୍ଦିତ କର୍ମ ମାନ କରେ ସେ ପାପ ମୋର ଧ୍ୟାନ ହରେ। ଏ ବିନୁ ଅନ୍ୟ ପ୍ରାୟଶ୍ଚିତେ ପାପ ନ ଯାଏ କଦାଚିତେ। ଯେ ଯାହା ଅଧିକାର କର୍ମ ଏ ବିନେ ଅନ୍ୟ ଯେ ଅଧର୍ମ। ମୋ ନାମ ଶ୍ରବଣ କୀର୍ତ୍ତନେ ଶ୍ରଦ୍ଧା ଉପଜେ ଯାର ମନେ। ନବୃତ୍ତେ ସର୍ବକର୍ମ ତେଜେ କେବଳ ଦୃଢ଼େ ମତେ ଭଜେ। ସଂକଳ୍ପ ଭୋଗ ଦୁଃଖମୟ ଯେବେ ଛାଡ଼ନ୍ତେ ସୁଖ ନହେ। ଯେବା ମିଳିବ ଅକସ୍ମାତେ ଆନନ୍ଦେ ସମର୍ପିବ ମତେ। ବିରତି କରି ମୋ ଚରଣେ ଭାବେ ଭଜିବ ଅନୁକ୍ଷଣେ। ସୁଦୃଢ଼େ ଭକତ ସମାଜେ ମୁଁ ତାର ହୃଦୟ ପଙ୍କଜେ। ବସଇ କାମ ଦୂର କରି ନିର୍ମଳ ଜ୍ୟୋତି ରୂପ ଧରି। ଯେବେ ସକଳ ଭୂତେକେ ମୁଁ ବସିଥିଲା ପ୍ରାୟ ଦେଖେ। କାମ ନ ରହେ ତାର ଦେହେ ସଂସାର ତରେ ଉପାଏ। ସଂଶୟ ଗ୍ରନ୍ଥି ତାର ହୃଦେ ମୁହିଁ ଛେଦଇ ଅପ୍ରମାଦେ। ସକଳ କର୍ମ ତତ୍କ୍ଷଣେ ଦହଇ ମୋର ସୁମରଣେ। ମୁହିଁ ଅଖିଳ ଆତ୍ମା ଅଟେ ମୋର ଦର୍ଶନେ ସର୍ବ ତୁଟେ। ଏ ଭାବ ବୁଝି ନିରବଧି ଯତ୍ନେ ଭକତି ଯୋଗ ସାଧି। ଏଣୁ ଭକତି ଯୋଗ ଯୁକ୍ତେ ଯେ ଯୋଗୀ ଭଜେ କଚିତେ। ସେ ମହାଶୟ ଏ ଜଗତେ ଜ୍ଞାନ ବୈରାଗ୍ୟ ବା କେତେ। ଏଣୁ ସଂସାରେ ଯୋଗୀ ଜନ ନିର୍ବାଣ ପଦ ତପଦାନ। ଜ୍ଞାନ ବୈରାଗ୍ୟ ଦୂର କରି ମୋର ଭକତି ଅନୁସରି। ସର୍ବ ସଂଶୟ ଦୂର କରି ମାୟା ସଂସାର ଯାନ୍ତି ତରି। ଏଣୁ ଭକତ ମୋର ଯେବେ କଳ୍ପର ସ୍ୱର୍ଗ ଅପବର୍ଗେ। ଆଉ ଅଧିକ ବାଞ୍ଛା ଯେତେ ତାପାଦେ ଖଟନ୍ତି ସମସ୍ତେ। ଏଣୁ ଯେ ମୋ ଭାବ ଜାଣଇ ତାର କୈବଲ୍ୟ ଇଚ୍ଛା ନାହିଁ। ମୁହିଁ ସମ୍ପଦ ଦେଲେ ତାରେ ତକ୍ଷଣେ ଦୂରେ ପରିହରେ। ସକଳ ଭାବେ ସେ ଉଦାର ନିରପେକ୍ଷ ଯେ ଜ୍ଞାନ ତାର। ଏଣୁ ନିଷ୍କାମ ତାର ମତି ସେ ଲଭେ ଏକାନ୍ତ ଭକତି। ମୋର ଭକତ ଯେଉଁ ନର ଶୁଭ ଶୁଭ ନାହିଁ ତାର। ତାହାର ନାହିଁ ଗୁଣ ଦୋଷ ମୋହର ଚରଣେ ବିଶ୍ୱାସ। ଏ ରୂପେ ଭକ୍ତି ଯୋଗ ପଥେ
जे प्राणी आश्रय करे मोते सर्वसंकल्प तारे मिले से मते भजई निश्चले एणु मु तोहर वचने ज्ञान वैराग्य अनुमाने कहिली भक्ति लक्षण एवे हो सावधाने शुण पामरहीन जगन्नाथ गीत प्रबंधे भागवत जहा कहिली जनहिते सुजने शुणाए कचिते उद्धव माधव संवाद शुणन्ते न लागे प्रमाद। इति श्रीमद्भागवते महापुराणे पारमहंस्यां संहितायां एकादश स्कन्धे भगवदुद्धव संवादे जोगत्रय वर्णनं नाम 21 अध्याय।